ଆଜି ଆମେ ଏମିତି ଜଣେ ମହାନ ବ୍ୟକ୍ତିଙ୍କ ବିଷୟରେ କଥା ହେବା, ଯାହାଙ୍କର ଜ୍ଞାନର ପରିସୀମା କଳ୍ପନାର ବାହାରେ ଥିଲା। ସେ କେବଳ ଆମ ସମ୍ବିଧାନର ନିର୍ମାତା ନଥିଲେ, ବରଂ ନିଜେ ଜଣେ ଚଳନ୍ତି ଜ୍ଞାନକୋଷ ଥିଲେ। ତେବେ ଆସନ୍ତୁ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ସେହି ଅବିଶ୍ୱସନୀୟ ଶିକ୍ଷାଗତ ଯାତ୍ରା ବିଷୟରେ ଆହୁରି ଭଲ ଭାବେ ଜାଣିବା। କିନ୍ତୁ ପ୍ରଥମେ ଗୋଟିଏ ପ୍ରଶ୍ନ ମନକୁ ଆସେ, ଡକ୍ଟର ଆମ୍ବେଦକର ପ୍ରକୃତରେ କେତେ ପାଠ ପଢ଼ିଥିଲେ? ଆଉ ଏହାର ଉତ୍ତର ସତରେ ଆଶ୍ଚର୍ଯ୍ୟ କରିଦେବା ଭଳି। ତାଙ୍କ ପାଖରେ ମୋଟ 32ଟି ଡିଗ୍ରୀ ଥିଲା। ହଁ, ଆଦମ ଭୁଲ ଶୁଣାଯାଉନି, ପୂରାପୂରି 32ଟି ଡିଗ୍ରୀ। ଏଟା ଖାଲି ଗୋଟେ ସଂଖ୍ୟା ନୁହେଁ, ବରଂ ତାଙ୍କର ଜ୍ଞାନ ପାଇଁ ଥିବା ଅସୀମ ଭୋକର ପ୍ରଥମ ପ୍ରମାଣ। କଥା ଏତିକିରେ ସରୁନି। ସେ ଗୋଟିଏ କି ଦୁଇଟି ନୁହେଁ, ପୁରା 9ଟି ଅଲଗା ଅଲଗା ଭାଷାରେ ପାରଙ୍ଗମ ଥିଲେ। ଏଥିରୁ ଲାଗେ ଜ୍ଞାନ ଆହରଣ କରିବା ରାସ୍ତାରେ ଭାଷା ତାଙ୍କ ପାଇଁ କେବେ ବି ପ୍ରତିବନ୍ଧକ ନଥିଲା। ଆଉ ତାଙ୍କର ଏହି ପାଣ୍ଡିତ୍ୟର ଚର୍ଚ୍ଚା କେବଳ ଭାରତରେ ସୀମିତ ନଥିଲା। ପୁରା ଦୁନିଆ ତାଙ୍କୁ ସେହି ସମୟର ସବୁଠାରୁ ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ବୋଲି ମାନୁଥିଲା। ଏହା ହିଁ ଥିଲା ତାଙ୍କ ବୁଦ୍ଧିମତାର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି। ତେବେ ଏତେ ବଡ଼ ଯାତ୍ରାର ଆରମ୍ଭ କେଉଁଠୁ ହେଲା? ଏହାର ମୂଳଦୁଆ ଆମ ନିଜ ଦେଶ ଭାରତରେ ହିଁ ପଡ଼ିଥିଲା, ଯେଉଁଠି ତାଙ୍କ ଜ୍ଞାନର ଏକ ମଜବୁତ ନିଅ ତିଆରି ହୋଇଥିଲା। କଥାଟା 1912 ମସିହାର। ସେ ବମ୍ବେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସେତେବେଳର ପ୍ରସିଦ୍ଧ ଏଲଫିନ୍ଷ୍ଟନ୍ କଲେଜରୁ ଅର୍ଥଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନରେ ନିଜର ସ୍ନାତକ ବା ବିଏ ଡିଗ୍ରୀ ହାସଲ କଲେ। ଏଇଠୁ ହିଁ ତାଙ୍କର ବିଶ୍ୱସ୍ତରୀୟ ଶିକ୍ଷା ଯାତ୍ରାର ପ୍ରଥମ ପାହାଚା ଆରମ୍ଭ ହୋଇଥିଲା। ଭାରତରେ ତ ମୂଳଦୁଆ ପଡ଼ିଗଲା, କିନ୍ତୁ ତାଙ୍କ ଜ୍ଞାନ ପାଇଁ ଥିବା ଭୋକ ଏତିକିରେ ଶାନ୍ତ ହେବାର ନଥିଲା। ଏହା ତାଙ୍କୁ ପାଶ୍ଚାତ୍ୟ ଦେଶକୁ ଟାଣି ନେଇଗଲା, ଆଉ ଏହି ପର୍ଯ୍ୟାୟ ହିଁ ତାଙ୍କୁ ଆଗକୁ ବଢ଼ିବାର ପ୍ରକୃତ ରାସ୍ତା ଦେଖାଇଥିଲା। ଏହି ଟାଇମ୍ଲାଇନ୍ ଉପରେ ଟିକେ ନଜର ପକାନ୍ତୁ। ଏଥିରୁ ତାଙ୍କର ଅବିଶ୍ୱସନୀୟ ଗତି ସ୍ପଷ୍ଟ ଜଣାପଡ଼ୁଛି। ମାତ୍ର 10 ବର୍ଷ ଭିତରେ ଆମେରିକାର କଲମ୍ବିଆ ୟୁନିଭର୍ସିଟି ଏବଂ ଇଂଲଣ୍ଡର ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ ଭଳି ଦୁନିଆର ସବୁଠୁ ଭଲ ଅନୁଷ୍ଠାନରୁ ଏକାଧିକ ମାଷ୍ଟର୍ସ ଡିଗ୍ରୀ, ଦୁଇଟି ଡକ୍ଟରେଟ୍ ଆଉ ଆଇନରେ ବି ଡିଗ୍ରୀ। ସତ କହିବାକୁ ଗଲେ ସେହି ସମୟରେ ଏଭଳି ସଫଳତା ବିଷୟରେ କେହି ଭାବି ମୁସ୍କିଲ ଥିଲା। ଏବେ ଆସନ୍ତୁ ତାଙ୍କ ପାଠପଢ଼ାର ସବୁଠୁ ଉଚ୍ଚ ସ୍ତରକୁ ଦେଖିବା, ବିଶେଷ କରି ତାଙ୍କର ସେହି ଡକ୍ଟରେଟ୍ ଡିଗ୍ରୀଗୁଡ଼ିକୁ, ଯାହା ତାଙ୍କୁ ପୁରା ଦୁନିଆରେ ଜଣେ ବଡ଼ ବିଦ୍ୱାନ ଭାବେ ପରିଚିତ କରାଇଥିଲା। ଏହି ସାରଣୀଟି ତାଙ୍କ ଜ୍ଞାନର ଗଭୀରତାକୁ ବୁଝାଉଛି। ଦେଖନ୍ତୁ, ସେ ଖାଲି ଡିଗ୍ରୀ ପଛରେ ଦୌଡ଼ୁନଥିଲେ, ବରଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଗବେଷଣା କରୁଥିଲେ। ତାଙ୍କର ଗୋଟିଏ ଡକ୍ଟରେଟ୍ ଥିଲା ବ୍ରିଟିଶ ଭାରତର ଅର୍ଥବ୍ୟବସ୍ଥା ଉପରେ ଏବଂ ଅନ୍ୟଟି ହେଉଛି ଟଙ୍କାର ସମସ୍ୟା ଉପରେ। ଆଉ ଜାଣିଛନ୍ତି, ତାଙ୍କର ଏହି ଗବେଷଣା ପରବର୍ତ୍ତୀ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଠନରେ ବହୁତ ସାହାଯ୍ୟ କରିଥିଲା। ଏହା ସହିତ ଆଇନରେ ବାରିଷ୍ଟର ଉପାଧି ତାଙ୍କୁ ଜଣେ ଅର୍ଥଶାସ୍ତ୍ରୀ ଏବଂ ଜଣେ ଆଇନଜ୍ଞ ଭାବେ ପ୍ରତିଷ୍ଠିତ କରିଥିଲା। ତ ତାଙ୍କର ଜ୍ଞାନ କ'ଣ ଖାଲି ସାର୍ଟିଫିକେଟ୍ରେ ଥିଲା? ଆଦୌ ନୁହେଁ। ଏହା ଏମିତି ଏକ ମହାନ ସମ୍ପତ୍ତି ଥିଲା, ଯାହାକୁ ପୁରା ଦୁନିଆ ସମ୍ମାନ କରୁଥିଲା। ତାଙ୍କର ଏହି ଜ୍ଞାନକୁ ସମ୍ମାନ ଜଣାଇବା ପାଇଁ ଦୁନିଆର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ତାଙ୍କ ସମ୍ମାନସୂଚକ ଡକ୍ଟରେଟ୍ ଦେଇଥିଲେ। ଏହା ଏମିତି ଏକ ଉପାଧି ଯାହା କେହି ପରିଶ୍ରମ କରି ପଢ଼ିବା ପରେ ପାଏନି, ବରଂ ସମାଜକୁ ନିଜର ବିଶେଷ ଅବଦାନ ପାଇଁ ପାଇଥାଏ। 1952ରେ ତାଙ୍କ ପୁରୁଣା ଶିକ୍ଷାନୁଷ୍ଠାନ ଆମେରିକାର କୋଲମ୍ବିଆ ୟୁନିଭର୍ସିଟି ତାଙ୍କୁ LLD ଏବଂ 1953ରେ ଭାରତର ଉସ୍ମାନିଆ ୟୁନିଭର୍ସିଟି ତାଙ୍କୁ ଡିଲିଟ୍ ଉପାଧି ଦେଇ ସମ୍ମାନିତ କରିଥିଲା। ଆଉ ଏହି କଥାଟି ତାଙ୍କ ସଫଳତାକୁ ଆହୁରି ଖାସ୍ କରିଦିଏ। ଭାବନ୍ତୁ ତ, ସେହି ସମୟରେ ସେ ଥିଲେ ପ୍ରଥମ ଭାରତୀୟ ଯିଏ ବିଦେଶ ମାଟିରୁ ଅର୍ଥଶାସ୍ତ୍ରରେ ଡକ୍ଟରେଟ୍ ଡିଗ୍ରୀ ହାସଲ କରିଥିଲେ। ଏଇଟା ଖାଲି ଗୋଟେ ବ୍ୟକ୍ତିଗତ ସଫଳତା ନଥିଲା, ବରଂ ପୁରା ଦେଶ ପାଇଁ ଏକ ଗର୍ବର କଥା ଥିଲା। ତେବେ ଶେଷରେ ପ୍ରଶ୍ନ ଆସୁଛି, ଡକ୍ଟର ଆମ୍ବେଦକରଙ୍କ ଜ୍ଞାନ ପାଇଁ ଏ ଯେଉଁ ଅଦମ୍ୟ ଇଚ୍ଛା ଥିଲା, ସେଥିରୁ ଆମେ କ'ଣ ଶିଖିପାରିବା? ଏହା ଆମକୁ ଶିଖାଏ ଯେ ପରିସ୍ଥିତି ଯେତେ ବି ଖରାପ ହେଉନା କାହିଁକି, ଶିକ୍ଷା ହିଁ ସବୁଠାରୁ ବଡ଼ ଶକ୍ତି। ଏହା କେବଳ ଜଣେ ମଣିଷକୁ ନୁହେଁ, ବରଂ ପୁରା ସମାଜକୁ ବଦଳାଇବାର କ୍ଷମତା ରଖେ। ଆଉ ଡକ୍ଟର ଆମ୍ବେଦକରଙ୍କ ଜୀବନ ହିଁ ଏହାର ସବୁଠାରୁ ବଡ଼ ପ୍ରମାଣ।